ହିତୋପଦେଶ ଓଡ଼ିଆ ହିତୋପଦେଶ ହେଉଛି ଗ୍ରନ୍ଥଟି ଅତି ପ୍ରସିଦ୍ଧ ଅଟେ। ଭାଷା ନିପୁଣତା ପ୍ରଦାନ କରିବାରେ ବାକ୍ୟ ଚାତୁର୍ଯ୍ୟ ତଥା ରାଜନୀତି ବ୍ୟବହାର କୌଶଳ ସୁନ୍ଦର। ରାଜନୀତି ବ୍ୟବହାର ଭାଷା ସଂସ୍କୃତ ଭାଷାରେ ନିପୁଣତା ପ୍ରଦାନ କରିବାରେ ବାକ୍ ଚାତୁର୍ଯ୍ୟ ଇଏ ହିତୋପଦେଶ। ନଦୀ ନିମ୍ନଗାମୀ ହୋଇକି ସମୁଦ୍ର ସହିତ ମିଶିଥାଏ ସତ ଠିକ୍ ସେହିପରି ଯଦି ବିଦ୍ୟା ନିଚ ଲୋକଠାରେ ଥାଏ ତେବେ ସେ ବିଦ୍ୟା ସେ ନିଚ ମନୁଷ୍ୟ ରାଜାଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଦିଏ। ତେଣୁ ମନୁଷ୍ୟର ଭାଗ୍ୟ ଅନୁସାରେ ଫଳ ମିଳିବ। ଯେଭଳି ନଦୀ ସମୁଦ୍ର ଯାଇ ମିଶେ ସେଭଳି ବିଦ୍ୟା ନୌକା ଯେପରି ସମୁଦ୍ର ତଳକୁ ତଳକୁ ଯାଏ ସେମିତି ବିଦ୍ୟା ନିଚ ଲୋକଠାରେ ଥିଲେ ମଧ୍ୟ ସେ ରାଜା ପାଖରେ ପହଞ୍ଚିଥାଏ। ନିଚ ଜନ ଥିବା ବିଦ୍ୟା ମଧ୍ୟ ସମାଜରେ ବଡ଼ ବଡ଼ ସୁନାମଧନ୍ୟ ବ୍ୟକ୍ତିଙ୍କ ସହ ତାକୁ ମିଶିବାର ବାଟ ଫିଟାଇ ଦିଏ। ବିଦ୍ୟା ହେଉଛି ଦୁଇ ପ୍ରକାର, ଶସ୍ତ୍ର ବିଦ୍ୟା ଶାସ୍ତ୍ର ବିଦ୍ୟା। ଅସ୍ତ୍ରଶସ୍ତ୍ର ଆଉ ଗୋଟେ ହେଉଛି ବହି ବିଦ୍ୟା। ଦୁଇଟି ଯାକ ବି ସଂସାରରେ ପ୍ରତିଷ୍ଠା ପ୍ରଦାନ କରନ୍ତି, ପରନ୍ତୁ ପ୍ରଥମଟି ଶସ୍ତ୍ର ବିଦ୍ୟା ବୃଦ୍ଧାବସ୍ଥାରେ ଉପହାସ କରିଥାନ୍ତି, ଲୋକ ହସିଥାନ୍ତି, କିନ୍ତୁ ଶାସ୍ତ୍ର ବିଦ୍ୟା ସବୁ ଅବସ୍ଥାରେ ଆଦର ପ୍ରଦାନ କରିଥାଏ, ମଲା ପର୍ଯ୍ୟନ୍ତ ଆଦର। ବେଦ ହେଉଛି 4 ପ୍ରକାର ଋକ୍ ସାମ। ବେଦାଙ୍ଗ ହେଉଛି 6 ପ୍ରକାର, ଶିକ୍ଷା କଳ୍ପ ନିରୁକ୍ତ ବ୍ୟାକରଣ ଛନ୍ଦ ଜ୍ୟୋତିଷ। ବେଦାଙ୍ଗ ଋକ୍ ହେଉଛି ଋକ୍, ସାମ ହେଉଛି ସଙ୍ଗୀତ, ଯଜୁର ହେଉଛି ଯଜ୍ଞ, ଋକ୍ ହେଉଛି ମନ୍ତ୍ର ଉଚ୍ଚାରଣ, ଅଥର୍ବ ହେଉଛି ଜଡ଼ିବୁଟି ବା ଗୁଣିଗାରେଡ଼ି। ବେଦାଙ୍ଗ ହେଉଛି ଶିକ୍ଷା କଳ୍ପ ନିରୁକ୍ତ ବ୍ୟାକରଣ ଛନ୍ଦ ଆଉ ଜ୍ୟୋତିଷ। ଧର୍ମଶାସ୍ତ୍ର ହେଉଛି 1, ମୀମାଂସା ହେଉଛି 1, ତର୍କ ନ୍ୟାୟ ହେଉଛି 1, ପୁରାଣ ହେଉଛି 1। 14 ହେଉଛି ଚତୁର୍ଦଶ ବିଦ୍ୟା। ପୁରାଣ ଆସ୍ପଦ ହୋଇଥିବ, ତେଣୁ ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟର ଅଭ୍ୟାସ ଅନୁଚିତ, କାରଣ ଅଭ୍ୟାସ କରିବା ଦ୍ୱାରା ବଳହୀନ ହେତୁ ଅଯୋଗ୍ୟ ବୃଦ୍ଧା ଲୋକଙ୍କୁ ପରିହାସ କରିଥାନ୍ତି। କିନ୍ତୁ ନୂତନ ପାତ୍ର ତଥା ଛୋଟ ଛୋଟ ବାଳକଙ୍କଠାରେ ସ୍ଥାପିତ ସଂସ୍କାର ଓ ଶିକ୍ଷଣ ପ୍ରଭୃତି କଦାପି ବିଗିଡ଼େ ନାହିଁ ବା ନଷ୍ଟ ହୁଏନି। ନୂତନ ପାତ୍ର ବା ଛୋଟ ଛୋଟ ବାଳକ ସଂସ୍କାର ଶିକ୍ଷଣ କଦାପି ବିଗିଡ଼େ ନାହିଁ। ଏଣୁ ଗ୍ରନ୍ଥରେ ଗପ କହିବା ବାହାନରେ ନାରାୟଣ ପଣ୍ଡିତ ବାଳକମାନଙ୍କୁ ନୀତିଶାସ୍ତ୍ର ଉପଦେଶ ଦେଉଥାନ୍ତି, କିନ୍ତୁ ଗୋଟେ ବୃଦ୍ଧ ଲୋକକୁ କୌଣସି ଜ୍ଞାନ ଦେଲେ ସେ ଶିଖିବନି, କାରଣ ସେ ନୂତନ ପାତ୍ର, ତାକୁ ଯେଉଁ ରଙ୍ଗ ଦେବ ଯାହା କରିବ ସେ ରହିବ, କିନ୍ତୁ ବୃଦ୍ଧ ଲୋକ ଛୋଟ ପିଲାକୁ ଯାହା ଶିଖିବ ତାହା ଶିଖିବ। ହିତୋପଦେଶ ହେଉଛି 4ଟି ପ୍ରକରଣ ବିଭକ୍ତି: ମିତ୍ରଲାଭ, ସୁହୃଦ୍ଭେଦ, ବିଗ୍ରହ, ସନ୍ଧି। ଏହି 4ଟି ପ୍ରକରଣକୁ ପଞ୍ଚତନ୍ତ୍ର କୁହାଯାଏ। ପଞ୍ଚତନ୍ତ୍ରରେ 5ଗୋଟି ତନ୍ତ୍ର ରହିଛି, 5ଟି ଯଥା ମିତ୍ରଭେଦ ପଞ୍ଚତନ୍ତ୍ରରେ ରହିଛି 5ଟି: ମିତ୍ରଭେଦ, ମିତ୍ରଲାଭ, ସନ୍ଧି, ବିଗ୍ରହ, ଲବ୍ଧ, ପ୍ରସାରଣ, ଅପରୀକ୍ଷିତ କାରକ, ଲବ୍ଧ। କିନ୍ତୁ ହିତୋପଦେଶ 4ଟି ଅଧ୍ୟାୟ ଅଛି: ମିତ୍ରଲାଭ, ସୁହୃଦ୍ଭେଦ, ବିଗ୍ରହ, ସନ୍ଧି। ପଶୁପକ୍ଷୀଙ୍କ କାହାଣୀ ମଧ୍ୟ ଲେଖକ ନୀତିଶିକ୍ଷା ପ୍ରଦାନ କରିବା ପାଇଁ ସଫଳ ପ୍ରୟାସ କରିଛନ୍ତି। ପଶୁପକ୍ଷୀ କାହାଣୀ ମାଧ୍ୟମରେ ଗଙ୍ଗାନଦୀ କୂଳରେ ଗୋଟେ ପାଟଳିପୁତ୍ର ନାମକ ନଗର ଥିଲା। ସେ ସୁଦର୍ଶନ ନାମକ ଜଣେ ରାଜା ରାଜତ୍ୱ କରୁଥିଲେ। ସେହି ରାଜା ସର୍ବଗୁଣ ସମ୍ପନ୍ନ ଥିଲେ। ଦିନେ ରାଜା ଜଣେ ଅଜ୍ଞାତ ବ୍ୟକ୍ତି 2ଟି ଶ୍ଲୋକ ପଢ଼ୁଥିବାର ଶୁଣିଲେ। ଗୋଟେ ଲୋକଟି ଶ୍ଲୋକ ପଢ଼ୁଥିଲା। ଶାସ୍ତ୍ର ସମସ୍ତଙ୍କ ପାଇଁ ନେତ୍ର ତୁଲ୍ୟ। ଶାସ୍ତ୍ର ମାନେ ଆଖି ଭଳିଆ, କାରଣ ଏହି ଶାସ୍ତ୍ର ସମସ୍ତ ପ୍ରକାର ସନ୍ଦେହକୁ ଦୂର କରିବା ପରେ ଓ ପରୋକ୍ଷ ବସ୍ତୁକୁ ପ୍ରତ୍ୟକ୍ଷ ଭାବେ ପରିଚିତ କରେ। ଶାସ୍ତ୍ର ପଢ଼ିଲେ ଲୋକ ସନ୍ଦେହ ଦୂର ହୁଏ। ଯେଉଁ ମନୁଷ୍ୟ ପାଖରେ ଏହି ଶାସ୍ତ୍ର ରୂପୀ ନେତ୍ର ନାହିଁ ସେ ଅନ୍ଧ, ଯାହା ପାଖରେ ଜ୍ଞାନ ନାହିଁ ସେ ଅନ୍ଧ। ତେଣୁ ପ୍ରତ୍ୟକ୍ଷ ଅର୍ଥ ଜ୍ଞାନଟା ହେଉଛି ଅପ୍ରତ୍ୟକ୍ଷ ମାନେ ଇନଡାଇରେକ୍ଟ ଅର୍ଥ। ଟଙ୍କା ସହିତ ଜ୍ଞାନଟା ସମାନ। ଇନ୍ଦ୍ରିୟମାନଙ୍କ ଟଙ୍କା ଚୋରି ହେଇଯିବ କିନ୍ତୁ ଜ୍ଞାନ ଚୋରି ହେବନି। ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେଉଁ ଜ୍ଞାନ ମିଳେ ତାହା ପ୍ରତ୍ୟକ୍ଷ ଜ୍ଞାନ ନାମରେ ପରିଚିତ। ଶାସ୍ତ୍ର ଜ୍ଞାନକୁ ଶାବ୍ଦ ପ୍ରମାଣ କୁହାଯାଇଥାଏ। ଏଠି କୁହାଯାଇଛି ଇନ୍ଦ୍ରିୟଜନ୍ୟ ଜ୍ଞାନ ପ୍ରତ୍ୟକ୍ଷ।
ଇନ୍ଦ୍ରିୟରୁ ଯେଉଁ ଜ୍ଞାନ ମିଳେ ପ୍ରତ୍ୟକ୍ଷ ଜ୍ଞାନ। ଇନ୍ଦ୍ରିୟ କିଏ? ଆଖି କାନ ନାକ ଚର୍ମ ଜିଭ। ଯୌବନ ଧନ ସମ୍ପତ୍ତି ପ୍ରଭୁତ୍ୱ ଅବିବେକିତା। ସେ କହିଥିଲେ ସେ ଯୌବନ ଯୁବାବସ୍ଥା ଧନ ସମ୍ପତ୍ତି ପ୍ରଭୁତ୍ୱ ଓ ଅଜ୍ଞାନତା ଏ ସବୁ ହେଉଛି ଅନର୍ଥର କାରଣ। ଅବିବେକ ପୁରୁଷ ପ୍ରଭୁତ୍ୱ ବଳଶାଳୀ ଯଦି ଯାହା ପାଖରେ ଚାରିଟାକ ଥିବ ସେ ଧରାକୁ ସରା ମାନିବ ନାହିଁ। ଚାରି ଜାଗା ଯାହା ପାଖରେ ଥିବ ଅର୍ଥାତ୍ ନିଶ୍ଚିତ ଭାବେ ଅନର୍ଥ ସୃଷ୍ଟି ହେବ। ଏହା ଶୁଣି ଶାସ୍ତ୍ର ଅଧ୍ୟୟନ କରୁନଥିବା ପ୍ରତିଦିନ ବିପଥଗାମୀ ହେଉଥିବା ନିଜ ପୁତ୍ରମାନଙ୍କୁ ଶାସ୍ତ୍ର ଜ୍ଞାନ ଅର୍ଜନ ପାଇଁ ଅବହେଳାକୁ ଦେଖି ରାଜା ଉଦ୍ବିଗ୍ନ ହୋଇ କହିଲେ, ଚିନ୍ତା କରିବା ଲାଗିଲେ, ଯୌବନ ଧନ ସମ୍ପତ୍ତି ପ୍ରଭୁତ୍ୱ ଅବିବେକିତା ଏକୈକମ ଅପି ଅନର୍ଥାୟ କିମୁତ୍ର ଚତୁଷ୍ଟୟମ୍। ଗୋଟେ ଆଉଠୁ ଭୟଙ୍କର। ସେହିପରି ପୁତ୍ର ଜନ୍ମ ନେଲେ କ'ଣ ହେବ? ଯିଏକି ବିଦ୍ୱାନ ବା ଧାର୍ମିକ ନ ହେବ, କାରଣ ଫୁଟି ଯାଇଥିବା ଆଖି ଥିଲେ କି ଲାଭ? କେବଳ ତାହା କଷ୍ଟଦାୟକ ହୋଇଥାଏ ଫୁଟି ଯାଇଥିବା ଆଖି। ସେମିତି ପୁତ୍ରର ଯଦି ଜ୍ଞାନ ନଥିବ ତ ସେ ପୁତ୍ରର କି ପ୍ରୟୋଜନ? ମୂର୍ଖ ପୁତ୍ର। ଏହି ତିନି ପ୍ରକାର ପୁଅ ଜନ୍ମ ହୋଇ ମରିଯିବା ଓ ମୂର୍ଖ ପୁତ୍ର ଏ ତିନି ପ୍ରକାର ପୁତ୍ର ମଧ୍ୟରୁ ପ୍ରଥମ ଦୁଇ ପ୍ରକାର ପୁତ୍ର ଜନ୍ମ ହେବା ବରଂ ଭଲ। ମୂର୍ଖ ପୁତ୍ର ହେବା ଅପେକ୍ଷା ପୁଅ ଜନ୍ମ ନ ହେବା ବା ଜନ୍ମ ହିଁ ମରିଯିବା ଏହି ତିନି ପ୍ରକାର ପୁତ୍ର ମଧ୍ୟରୁ ବରଂ ଭଲ, କାରଣ ଏମାନେ ଥରେ ମାତ୍ର ଦୁଃଖ ଦେଇଥାନ୍ତି କିନ୍ତୁ ମୂର୍ଖ ପୁତ୍ର ଜୀବନ ସାରା ପ୍ରତି ମୁହୂର୍ତ୍ତରେ ଦୁଃଖ ଦେଇଥାଏ। ତାର ଜନ୍ମ ସାର୍ଥକ ହୋଇଥାଏ ଯାହାର ଜନ୍ମ ହେତୁ ତା ବଂଶର ଉନ୍ନତ ହୋଇଥାଏ। ଅନ୍ୟଥା ପରିବର୍ତ୍ତନଶୀଳ ସଂସାରରେ କିଏ ମରେ କିଏ ବା ପୁନର୍ଜନ୍ମ ନ ପାଏ। ଗୁଣୀ ଲୋକମାନଙ୍କ ନାମ ଗଣନା କଲାବେଳେ ସମ୍ମାନର ସହ ଯାହାର ନାମ ଉଚ୍ଚାରିତ ହୋଇଥାଏ ସେହିପରି ପୁତ୍ରର ମାତାକୁ ଯଦି ପୁତ୍ରବତୀ କୁହାଯିବ। ଗୁଣୀ ଲୋକମାନଙ୍କ ନାମ ଗଣନା କଲାବେଳେ ଜ୍ଞାନୀ ଲୋକମାନେ ନାଁ କହିଥାନ୍ତି କାହା ପିଲା ଇଏ। ପୁତ୍ରର ମାତାକୁ ଯଦି ପୁତ୍ରବତୀ କୁହାଯିବ ତେବେ ସେ କିପରି ବନ୍ଧ୍ୟା ବୋଲାଇବ? ଯାହାର ନାମ ଉଚ୍ଚାରିତ ହୋଇଥାଏ ଗୁଣୀ ନାମ ତା ମାତାକୁ କୁହାଯାଏ ପୁତ୍ରବତୀ। ଦାନେ ତପସ୍ୱୀ ଇଏ। ଯେଉଁ ମନୁଷ୍ୟର ମନ ଦାନ ତପସ୍ୟା ବୀରତା ବିଦ୍ୟା ତଥା ଧନ ଉପାର୍ଜନ କରିବାର ଇଚ୍ଛା ପ୍ରକାଶ ନ କରେ ସେପରି ପୁତ୍ର ମାର ମଳ ସଦୃଶ। ମନଟା ଦାନ କରିବା ଦରକାର ତପସ୍ୟା ବୀରତା ବିଦ୍ୟା ତଥା ଧନ ଉପାର୍ଜନ କରିବାର ଇଚ୍ଛା। ଏକ ଗୁଣୀପୁତ୍ର ବରମ୍ ଅସ୍ତି ମୂର୍ଖ ଶତାନି ନ ବରମ୍। ଗୋଟେ ଗୁଣୀପୁତ୍ର ଭଲ 100ଟା ମୂର୍ଖ ପୁତ୍ର କିଛି ଲାଭ ନାହିଁ। ଯଥା ଏକ ଚନ୍ଦ୍ର ତମହନ୍ତି। ଗୋଟେ ଚନ୍ଦ୍ରଟା ହେଉଛି କ'ଣ? ଅନ୍ଧାରକୁ ଦୂର କରନ୍ତି। ତାରା ଗଣନ ଅପିନ। ହଜାର ହଜାର ତାରା ଥାଇକି କିଛି ଲାଭ ନାହିଁ। ସେ ମୂର୍ଖ ପୁତ୍ର ଅପେକ୍ଷା ଗୋଟିଏ ଗୁଣୀପୁତ୍ର ବରଂ ଭଲ। ଯେପରି ଜହ୍ନରାତିର ଅନ୍ଧକାର ଦୂର କରିପାରେ କିନ୍ତୁ ଲକ୍ଷାଧିକ ଶତାଧିକ ତାରା ତାହା ସମର୍ଥ ହୁଏ ନାହିଁ। ଯେଉଁ ମନୁଷ୍ୟ ପୁଣ୍ୟତୀର୍ଥରେ କଠିନ ତପସ୍ୟା କରିଥାଏ ତାର ପୁଅ ଆଜ୍ଞାକାରୀ। ଯେଉଁ ମନୁଷ୍ୟ ପୁଣ୍ୟତୀର୍ଥରେ କଠିନ ତପସ୍ୟା କରେ ତା ପୁଅ ଆଜ୍ଞାକାରୀ ଧନୀ ଧାର୍ମିକ ତଥା ବିଦ୍ୱାନ ହୋଇଥାଏ। ଯିଏ କଠିନ ତପସ୍ୟା କରେ ତା ପୁଅ ଆଜ୍ଞାକାରୀ ଧନୀ ଅଧାର୍ମିକ ହୋଇଥିବ ଅବିଦ୍ୱାନ। ଧନୀ ଧାର୍ମିକ ବିଦ୍ୱାନ ସକଳ ଗୁଣର ଏ ରାଜନ ସଂସାରରେ 6ଟି କେବଳ ସୁଖ ଅଟେ। କ'ଣ? ଅବାଧ ଧନପ୍ରାପ୍ତି। ଅବାଧ ବିନା ବାଧାରେ ଯେଉଁ ଧନପ୍ରାପ୍ତି ହେବ। ନିତ୍ୟ ଆରୋଗ୍ୟ ସବୁବେଳେ ଦେହ ସୁଖ ରହିବ। ପ୍ରିୟତମା ସୁନ୍ଦର ସ୍ତ୍ରୀ ସୁନ୍ଦର କଥା କହୁଥିବା ପତ୍ନୀ ପ୍ରିୟତମା ଆଜ୍ଞାକାରୀ ପୁତ୍ର ଆଉ ଧନ ପ୍ରଦାନକାରୀ ବିଦ୍ୟା ଇଏ ହେଉଛି ସଂସାର ସୁଖ। ଯେଉଁ ବିଦ୍ୟା ଧନ ପ୍ରଦାନ କରେ ଆଜ୍ଞାକାରୀ ପୁତ୍ର ମଧୁର ବଚନ କହୁଥିବା ପତ୍ନୀ ପ୍ରିୟତମା ନିତ୍ୟ ଆରୋଗ୍ୟ ଅବାଧ ଧନ ପ୍ରାପ୍ତି। ଧନଟା ଯେମିତି ବିନା ବାଧାରେ ପ୍ରାପ୍ତି ହେଉଥିବ ସେ ହେଉଛି ସୁଖୀ। ତେଣୁ ଦୋଷପୂର୍ଣ୍ଣ ମାଣ ଆଡ଼କ ପରି ଅନେକ ପୁତ୍ର ଥାଇ କିଏ ବା ଧନ୍ୟ ହୋଇପାରେ କିନ୍ତୁ ବଂଶର ଅବଲମ୍ବନ ସଦୃଶ ପିତାଙ୍କ
ତେଣୁ କିନ୍ତୁ ବଂଶର ଅବଲମ୍ବନ ସଦୃଶ ପିତାଙ୍କ ପାଇଁ ପ୍ରଶଂସା ସଂଗ୍ରହ କରିପାରୁଥିବା ପୁତ୍ର ହିଁ କେବଳ ଶ୍ରେୟ ହୋଇଥାଏ। ପୁତ୍ର ଯିଏ ପ୍ରଶଂସା ଆଣୁଥିବ। ଋଣକଥା ପିତା ଶତ୍ରୁ, ବିଭଚାରିଣୀ ମାତା ଶତ୍ରୁ, ରୂପବତୀ ଭାର୍ଯ୍ୟା ଶତ୍ରୁ, ଅପଣ୍ଡିତ ପୁତ୍ର ହେଉଛି ମୂର୍ଖ ପୁତ୍ର ଶତ୍ରୁ, ଋଣ କରିଥିବା ପିତା ହେଉଛି ଶତ୍ରୁ, ବ୍ୟଭିଚାରିଣୀ ମା ହେଉଛି ଶତ୍ରୁ, ଆଉ ସୁନ୍ଦରୀ ସ୍ତ୍ରୀ ହେଉଛି ଶତ୍ରୁ। ରୂପବତୀ ସ୍ତ୍ରୀ ହଇରାଣରେ ପକେଇବ। ବିଭିନ୍ନ ପୁରୁଷଙ୍କ ସହ ସମ୍ପର୍କ ରଖିଥିବା ମାତା ପୁତ୍ର ସନ୍ତାନ ଶତ୍ରୁ ହୋଇଥାଏ। ମାତା ଏପରି କାର୍ଯ୍ୟ ସନ୍ତାନମାନଙ୍କୁ ସମାଜରେ ଲଜ୍ଜିତ ହେବାକୁ ବାଧ୍ୟ କରିଥାଏ। ସନ୍ତାନ ସହ ପିତୃ ପରିଚୟ ଦେବାରେ ଅସମର୍ଥ ହୋଇଥାଏ, କାରଣ ସେମାନେ ପିତାର ପରିଚୟ ଦେଇପାରନ୍ତି ନାହିଁ। ମୂର୍ଖପୁତ୍ର ମଧ୍ୟ ବଂଶ ପାଇଁ ପିତା ପାଇଁ ଶତ୍ରୁ ହୋଇଥାଏ, କାରଣ ମୂର୍ଖପୁତ୍ର ହେତୁ ପୁତ୍ର ରୋଜଗାରକ୍ଷମ ହୋଇପାରିନଥାଏ। କର୍ତ୍ତବ୍ୟ ବିଚାର କରିବାରେ ଅସମର୍ଥ ହୋଇଥାଏ। କର୍ତ୍ତବ୍ୟ ଅକର୍ତ୍ତବ୍ୟ ପରିବାର ପ୍ରତି ଏକ ମୁଣ୍ଡ ବିନ୍ଧାର କାରଣ ହୋଇଥାଏ। ମୂର୍ଖପୁତ୍ର ଅଭ୍ୟାସ ବିନା ବିଦ୍ୟା ବିଷ ପରି। ବିଦ୍ୟା ଅଭ୍ୟାସ ନ କଲେ ବିଷ। ଅଜୀର୍ଣ୍ଣ ହୋଇଥିବା ଖାଦ୍ୟ ଦରିଦ୍ର ମନୁଷ୍ୟ ପାଇଁ ସାରା ସଂସାର ବିଷ ହୋଇଥାଏ, କିନ୍ତୁ ବୃଦ୍ଧ ପାଇଁ ଯୁବତୀ ନାରୀ ବିଷ ପରି। ବୁଢ଼ ଲୋକଙ୍କ ପାଇଁ ଯୁବତୀ ନାରୀ ହେଉଛି ବିଷ। ଦରିଦ୍ର ମନୁଷ୍ୟ ପାଇଁ ସାରା ସଂସାର ବିଷ। ଭଲ ବାଉଁଶରେ ତିଆରି ନିର୍ଗୁଣ ଧନୁ କି ଲାଭ? ଭଲ ବାଉଁଶରେ ତିଆରି ନିର୍ଗୁଣ ଧନୁ କି ଲାଭ? ସେପରି ଉତ୍ତମ କୁଳରେ ଜନ୍ମ ହୋଇ ଗୁଣହୀନ ପୁରୁଷର ଜନ୍ମ କି ଲାଭ? କିନ୍ତୁ ଯେକୌଣସି ବଂଶ ଜନ୍ମ ହେଲେ ମଧ୍ୟ ଗୁଣ ନଥିଲେ ସବୁଠି ବୁଝିଥାଏ। ଭଲ ବଂଶ ତିଆରି ନିର୍ଗୁଣ, କିନ୍ତୁ ଗୁଣ ନଥିବ ଧନୁ କ'ଣ ହବ? ଯଦି ଚିତା ବନ୍ଧା ନଥିବ। ଏ ପୁତ୍ର ଦୁଃଖର କଥା ହେଉଛି ତମେ ବିତି ଯାଇଥିବା ଦିନ ଗୁଡ଼ିକରେ ପଢ଼ିଲ ନାହିଁ। ଜ୍ଞାନୀମାନଙ୍କ ମଧ୍ୟରେ ପଙ୍କରେ ଉପଡ଼ି ଯାଇଥିବା ଗାଈ ପରି କେବଳ ଦୁଃଖ ହିଁ ଭାବୁଛ। ଜ୍ଞାନୀମାନଙ୍କ ମଧ୍ୟରେ ପଙ୍କରେ ଉପଡ଼ି ଯାଇଥିବା ଗାଈ ପରି ବିତି ଯାଇଥିବା ଏଇ ରାତି ଗୁଡ଼ିକରେ ଏଠାରେ ଆୟୁଷ ଗଣନା କରାଗଲା ବେଳେ ରାତିର ହିସାବ କରାଯାଇଥିଲା। ତେବେ କିପରି ବର୍ତ୍ତମାନ ମୋର ଏ ପୁଅମାନଙ୍କୁ ଗୁଣମୁକ୍ତ କରାଯାଇପାରିବ? ରାଜା କହୁଛନ୍ତି, କିପରି ମୋ ପୁଅମାନଙ୍କୁ ଗୁଣମୁକ୍ତ କରାଯାଇପାରିବ? ହିତୋପଦେଶ ଭୋଜନ। ଯେହେତୁ ଭୋଜନ, ନିଦ, ଭୟ ଓ ମୈଥୁନ ଏ ଚାରୋଟି ଉଭୟ ମନୁଷ୍ୟ ପଶୁଠାରେ ସମାନ ଦେଖାଯାଏ। ଭୋଜନ, ନିଦ, ଭୟ ଓ ମୈଥୁନ ଏ ସମସ୍ତଙ୍କର ସମାନ ମନୁଷ୍ୟ ପଶୁ, କିନ୍ତୁ ମନୁଷ୍ୟମାନଙ୍କଠାରେ ଧର୍ମ ହିଁ ଏକ ବିଶେଷ ଗୁଣ। ଧର୍ମହୀନ ମନୁଷ୍ୟ ପଶୁମାନଙ୍କ ପରି ସମାନ ହୋଇଥାଏ। ଯେ ଧର୍ମ ଜାଣିଥାଏ ସେ ହେଉଛି ପଶୁ ସହିତ ସମାନ। ଧର୍ମର ଲକ୍ଷଣ 10 ପ୍ରକାର। ଧର୍ମ ଅର୍ଥ କାମ ମୁଖ୍ୟାନାମ ଯସ୍ୟ କ୍ୱାପି ନାହିଁ। ଧର୍ମ ଅର୍ଥ କାମ ମୋକ୍ଷ ମଧ୍ୟ ଗୋଟିଏ ବି ଯାହା ପାଖରେ ନାହିଁ। କାମ ଆଉ ମୋକ୍ଷ ଶରୀର ବେକରେ ଝୁଲୁଥିବା ତୀର ପରି ତାର ଜନ୍ମ ନିରର୍ଥକ ହୋଇଥାଏ। ଧର୍ମ ଅର୍ଥ କାମ ମୋକ୍ଷ ଯାହା ଗୋଟିଏ ବି ଯାହା ପାଖରେ ନାହିଁ। କେତେକ କହନ୍ତି ଯେ ଯେତେବେଳେ ଶିଶୁ ମାତୃଗର୍ଭରେ ରହେ ସେତେବେଳେ ତାର ଆୟୁ, କର୍ମ, ଧନ, ବିଦ୍ୟା ଓ ମୂର୍ତ୍ତି 5ଟି ନିଶ୍ଚିତ ସ୍ଥିରୀକୃତ ହୋଇଯାଇଥାଏ। ମାତୃଗର୍ଭରେ ଥିଲାବେଳେ ତାର କର୍ମ, ଧନ, ବିଦ୍ୟା ଓ ମୃତ୍ୟୁ ସ୍ଥିର ହୋଇଯାଇଥିବ। କର୍ମ, ଧନ, ବିଦ୍ୟା, ମୃତ୍ୟୁ ଯାହା ହେବାକୁ ଥିବ ତାହା ନିଶ୍ଚୟ ହେବ, ଆଉ କେହି ବି ବଦଳାଇ ପାରିବେନି। କେମିତି ନ ଯେପରି ଶିବଙ୍କ ନଗ୍ନ ହେବା, ହରିଙ୍କ ବିଷ୍ଣୁଙ୍କ ଶଯ୍ୟା ରୂପେ ସାପ ବ୍ୟବହୃତ ହେବା ବିଧିର ବିଧାନ। ଯଦ୍ୟପି ଦୁଇ ସଂସାରରେ ପ୍ରଭୁ, ତଥାପି ପ୍ରାରବ୍ଧକୁ କିଏ ବଦଳାଇ ପାରିବ? ପୂର୍ବକୁ କିଏ ବଦଳାଇ ପାରିବ? ମହାନ ବ୍ୟକ୍ତିମାନଙ୍କ ମଧ୍ୟରେ ସୁଖ ଦୁଃଖ ପ୍ରଭୃତି ପୂର୍ବ ନିର୍ଦ୍ଧାରିତ ହୋଇଥାଏ। ମହାନ ବ୍ୟକ୍ତି ଯାହା ହେବାକୁ ଥାଏ ତାହା ନିଶ୍ଚୟ ତାଙ୍କ ଜୀବନରେ ହୋଇଥାଏ। ଯେପରିକି ଶିବଙ୍କ ନଗ୍ନ ହେବା, ହରିଙ୍କର ସର୍ପ ଉପରେ ଶୋଇବା ବିଷ୍ଣୁ, ତେଣୁ ତାକୁ ଅଟକେଇ ପାରିବେ ନାହିଁ। ଭାଗ୍ୟ ବୋଲି ଚିନ୍ତା ନ କରି ନିଜର ଉଦ୍ୟମ ତ୍ୟାଗ କରିବା ଅନୁଚିତ। ଆଉ ବିନା ଚେଷ୍ଟାରେ ତ ତିଳରୁ ରାଶିରୁ ତେଲ ପାଇବା ଅସମ୍ଭବ ହୋଇଥାଏ। ରାଶିରୁ ତେଲ ବି ମଧ୍ୟ ବିନା ପରିଶ୍ରମରେ ସବୁ ପରିଶ୍ରମ ନିହାତି ଆବଶ୍ୟକ। ଯେମିତି ଉଦ୍ୟୋଗଶୀଳ ପୁରୁଷ ସିଂହର ନିକଟକୁ ସ୍ୱୟଂ ଲକ୍ଷ୍ମୀ ଚାଲି ଚାଲି ଆସନ୍ତି। ଉଦ୍ୟୋଗଶୀଳ ପୁରୁଷ ସିଂହର ନିକଟକୁ ସ୍ୱୟଂ ଲକ୍ଷ୍ମୀ ଚାଲି ଚାଲି ଆସନ୍ତି ନାହିଁ। ଧନ ଭାଗ୍ୟରେ ଥିଲେ ମିଳିବ, ଏପରି ତ
କାପୁରୁଷ ଲୋକେ ଭାବନ୍ତି, କିନ୍ତୁ ଭାଗ୍ୟ ଉପରେ ଭରସା ନ କରି ନିଜ ଶକ୍ତି ଅନୁସାରେ ଉଦ୍ୟୋଗ ପ୍ରଚେଷ୍ଟା କରିବା ଦରକାର। ଉଦ୍ୟୋଗଶୀଳ ପୁରୁଷ ସିଂହର ନିକଟକୁ ଏବଂ ଲକ୍ଷ୍ମୀ ଚାଲିଥିଲେ ସେମିତି ଉଦ୍ୟୋଗ ପ୍ରଚେଷ୍ଟା କରିବ। ଯଦି ଚେଷ୍ଟା କରୁ କରୁ ମଧ୍ୟ କାଲି ସଫଳ ନ ହେଲା ତେବେ ଚେଷ୍ଟାର ଦୋଷ କଣ? ଏହା ଉପରେ ଚିନ୍ତା କରିବା ଉଚିତ। ଏହି ଚେଷ୍ଟାର କିଛି ଦୋଷ ଅଛି ବୋଲି ଭାବି ଆତ୍ମସମୀକ୍ଷା କରି ରାଜା କହିଲେ, ଉଦୟାଚଳ ନିକଟରେ ଥିବା ସମସ୍ତ ବସ୍ତୁ ଯେପରି ଆଲୋକିତ ହୋଇଯାଏ ସୂର୍ଯ୍ୟ ଉଦୟାଚଳ ବେଳେ ଉଦୟ ବେଳେ, ସେପରି ଅକ୍ଷର ଜ୍ଞାନଶୂନ୍ୟ ବ୍ୟକ୍ତି ମୂର୍ଖ ମଧ୍ୟ ମହତଲୋକ ସଂସ୍ପର୍ଶରେ ଆସିଲେ ଜ୍ଞାନୀ ହୋଇଯାଇପାରେ। ମୂର୍ଖ ଲୋକ ମଧ୍ୟ ଗୁଣଗୁଡ଼ିକ ଗୁଣୀ ଲୋକଙ୍କଠାରୁ ଗୁଣବତ୍ତା ଲାଭ କରିଥାଏ, ପରନ୍ତୁ ଗୁଣୀହୀନଙ୍କଠାରେ ସେହି ଗୁଣଗୁଡ଼ିକ ଦୋଷ ରୂପେ ପରିଣତ ହୋଇଥାଏ। ଯେପରିକି ସ୍ୱାଦିଷ୍ଟ ଜଳଯୁକ୍ତ ନଦୀଗୁଡ଼ିକ ପ୍ରବାହିତ ହୋଇଥାନ୍ତି, ସେପରି ସମୁଦ୍ର ଲାଭ କରି ସମୁଦ୍ରରେ ମିଳିତ ହେବା ପରେ ପିଇବା ପାଇଁ ଅଯୋଗ୍ୟ ହୋଇଥାଏ। ଗୁଣହୀନଙ୍କଠାରେ ସେହି ଗୁଣଗୁଡ଼ିକ ଦୋଷ ରୂପେ ଗୁଣହୀନ ଯେଉଁମାନେ, ତେଣୁ 6 ମାସ ଭିତରେ ଏମାନଙ୍କୁ ନୀତିଶାସ୍ତ୍ର ଅଭିଜ୍ଞ କରି ପକାଇବେ। ଏକଥା ହିଁ ରାଜା ସୁଦର୍ଶନ ବିନମ୍ରତାର ସହିତ କହିଲେ। ଫୁଲ ସହିତ ସେଥିରେ ଥିବା ପୋକ ମଧ୍ୟ ବଡ଼ ଲୋକଙ୍କ ମସ୍ତକରେ ଛୁଆ ହୋଇଥାଏ। କାରଣ ବଡ଼ ଲୋକ ମହତ ଲୋକଙ୍କର ଆଦର ଓ ପ୍ରତିଷ୍ଠା ପାଇ ପଥର ମଧ୍ୟ ଦେବତା ପାଲଟିଯାଏ। ପଥର ମଧ୍ୟ ଦେବତା ହେଇଯାଏ ବଡ଼ ଲୋକ ଚାହିଁଲେ। କୌଣସି ରାଜବଂଶର ଗୁଣହୀନ ସନ୍ତାନ କେବେ ବି ଜନ୍ମ ହୋଇ ନ ପାରନ୍ତି। ଯେପରି ପଦ୍ମରାଗ ମଣିର ଖଣିରୁ କେବେ ବି କାଚ ଖଣ୍ଡ ବାହାରିନଥାଏ। ମଣି ଖଣିରୁ ମଣି ନଷ୍ଟ, ଯେତେ ଚେଷ୍ଟା କଲେ ବି ଅପ୍ରାପ୍ତରେ କୌଣସି ଉଦ୍ୟମ ସଫଳତା ଲାଭ କରିନଥାଏ। ଅପାତ୍ରରେ ଉଦ୍ୟମ କଲେ, ଶତ ଚେଷ୍ଟା କଲେ ମଧ୍ୟ ବଗ କେବେ ବି ଶୁଆ ପରି କହିପାରିନଥାଏ। ଅପାତ୍ର କୌଣସି ଉଦ୍ୟମ ସଫଳତା ପାଇନଥାଏ। ବିଶ୍ୱାସବାନ ନାମକ ଜଣେ ମହାପଣ୍ଡିତ ଯିଏ କି ବୃହସ୍ପତିଙ୍କ ପରି ନୀତିଶାସ୍ତ୍ର ବିଶାରଦ ଥିଲେ, ସେ ରାଜାଙ୍କୁ କହିଲେ, ରାଜା, ଏହି ରାଜକୁମାରମାନେ ଉଚ୍ଚ କୂଳରେ ଜନ୍ମଗ୍ରହଣ କରିଛନ୍ତି, ମୁଁ ଏମାନଙ୍କୁ ନୀତିଶାସ୍ତ୍ର ଉପଦେଶ ଦେଇପାରିବି। ହେ ପୁତ୍ର, ନିଚ ଲୋକଙ୍କଠାରୁ ଉଠା ଆବଶ୍ୟକ କଲେ ବୁଦ୍ଧି ନିଷ୍ଠ ହୋଇଥାଏ। ସମଭାବାପନ୍ନ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କଲେ ବୁଦ୍ଧି ସମାନ ହୋଇଥାଏ ଏବଂ ଉଚ୍ଚକୋଟୀର ଲୋକଙ୍କ ସହ ସହଚର୍ଯ୍ୟ ଲାଭ କଲେ ବୁଦ୍ଧି ବିଶିଷ୍ଟତା ବା ମହାନତା ଲାଭ ହୋଇଥାଏ। ଉଚ୍ଚକୋଟୀର ଲୋକଙ୍କ ବ୍ୟକ୍ତିର ବ୍ୟକ୍ତିତ୍ୱ ମହନୀୟ। କାଚ ଯଦି ସୁନା ସମ୍ପର୍କରେ ଆସେ ତେବେ ମର୍କତ ମଣି ପରି ଶୋଭା ପାଇଥାଏ। ସୁନା ଉପରେ କାଚଟା, ଠିକ୍ ସେହିଭଳି ସଜ୍ଜନମାନଙ୍କ ସଂସ୍ପର୍ଶରେ ସଂସର୍ଗ ପାଇଁ ମୁଖ ମଧ୍ୟ ଚତୁର ହୋଇଥାଏ। ଏକଥା ଶୁଣି ରାଜା ସୁଦର୍ଶନ କୁପଥଗାମୀ ହୋଇଥିବା ନିଜର ମୂର୍ଖ ପୁତ୍ରମାନଙ୍କ ବିଷୟରେ ଭାବି ଚିନ୍ତାଗ୍ରସ୍ତ ହେଲେ। କାରଣ ଯେଉଁ ପୁତ୍ର ନା ବିଦ୍ୱାନ ନା ଧାର୍ମିକ ଯଦି ନ ହୋଇଥାଏ ସେ ଅତ୍ୟନ୍ତ ଦୁଃଖଦାୟକ ହୋଇଥାଏ। ଧାର୍ମିକ ନାହିଁ, ବିଦ୍ୱାନ ନାହିଁ। ଅନେକବାର ଚିନ୍ତା କରି ରାଜା ଏକ ପଣ୍ଡିତ ସଭା ଡକାଇ ଏହି ସଭାରେ କହିଲେ, ହେ ପଣ୍ଡିତବର୍ଗ, ଶୁଣନ୍ତୁ, ଆପଣମାନଙ୍କ ମଧ୍ୟରେ କେହି ଏପରି ବିଦ୍ୱାନ ଅଛନ୍ତି ଯିଏକି ମୋ ମୂର୍ଖ ପୁତ୍ରମାନେ ନୀତିଶାସ୍ତ୍ରରେ ଉପଦେଶ ଦେଇ ତାହାକୁ ଦ୍ୱିତୀୟ ଜନ୍ମ ଦେଇପାରିବ? କାରଣ ଶିକ୍ଷିତ ହେଲେ ତାଙ୍କର ଆଉ ଗୋଟେ ଜନ୍ମ ଆସିବ। ସଭାରେ ଭଲ ବସ୍ତ୍ର ପିନ୍ଧି ଯିଏକି ମୂର୍ଖ ଶୋଭା ପାଏ, ପରନ୍ତୁ ଯେତେବେଳେ ଯାଏ ସଭାରେ ଶୋଭା ପାଏ, ଯେତେବେଳେ ଯାଏ ସେ କିଛି ନ କହିଛି, ଅର୍ଥାତ୍ ପାଟି ଖୋଲିଲେ ତାର ଅସଲ ରୂପ ଜଣାପଡ଼ିଯାଏ। ମୂର୍ଖର ଉଚ୍ଚ କୂଳରେ ଜନ୍ମ, ସୁନ୍ଦର ଚେହେରା ଓ ଯୁବାବସ୍ଥା, ଏ ତିନୋଟି ଥିଲେ ମଧ୍ୟ ମୂର୍ଖ ବାସନା ନଥିବା ପଳାଶ ଫୁଲ ପରି ଆଦୃତ ହୋଇନଥାଏ। ଉଚ୍ଚକୂଳ ଜନ୍ମ, ସୁନ୍ଦର ଚେହେରା ଓ ଯୁବାବସ୍ଥା, ଏ ତିନୋଟି ଥିଲେ ମଧ୍ୟ ମୂର୍ଖ ବାସନା ନଥିବା ପଳାଶ ଫୁଲ ପରି ଆଦୃତ ହୋଇନଥାଏ। ଉଚ୍ଚକୂଳରେ ଜନ୍ମ, ସୁନ୍ଦର ଚେହେରା, ଯୁବାବସ୍ଥା, ତିନୋଟି ଥିଲେ ମଧ୍ୟ ମୂର୍ଖ ବାସନା ନଥିବା ପଳାଶ ଫୁଲ ପରି ଆଦୃତ ହୋଇନଥାଏ। ମୂର୍ଖ ପଳାଶ ଫୁଲ ପରି କୌଣସି ଯେତେବେଳେ ଜନ୍ମ ହୋଇକି ସୁନ୍ଦର ଚେହେରା ଥିଲେ, ଯୌବନ ଥିଲେ ମଧ୍ୟ ସେ ପିତାମାତା ଶତ୍ରୁତୁଲ୍ୟ, ଯିଏକି ନିଜ ଶିଶୁକୁ ପଢ଼ାନ୍ତି ନାହିଁ। କାରଣ ହଂସ ମଧ୍ୟରେ ବକ ସଦୃଶ ସେହି ବାଳକ ବିଦ୍ୱାନଙ୍କ ସହ ମଧ୍ୟ ଶୋଭା ପାଏ ନାହିଁ। ପିତାମାତା ଶତ୍ରୁତୁଲ୍ୟ, ଯିଏ ନିଜ ଶିଶୁକୁ ପଢ଼ାନ୍ତି ନାହିଁ। ଉଦ୍ୟମ ବଳରେ ସବୁକା ସମ୍ପୂର୍ଣ୍ଣ ହୋଇଥାଏ। କେବଳ ଇଚ୍ଛା କରିଦେଲେ ନୁହେଁ, କାରଣ ଶୋଇଥିବା ଭୋକିଲା ସିଂହର ମୁଖରେ ହରିଣଙ୍କ ଆକାର ପ୍ରବେଶ କରିଥାଏ। ଉଦ୍ୟମ ନେଇ କାର୍ଯ୍ୟନ୍ତି ସିଦ୍ଧାନ୍ତ
न मनरथी मन कले हबନି न हि सूत्रस्य सिंहस्य मुखे भविष्यन्ति सिंहस्य भविष्यन्ति मुख्य मृग ସେଇଥିରେ ସିଂହ ମୁହଁରେ ମଧ୍ୟ ମୃଗ ପଶିଯିବନି ଉଦ୍ୟମ କରିବାକୁ ପଡ଼ିବ। କାକତାଳୀୟ ନ୍ୟାୟରେ ଅକସ୍ମାତ୍ ଭାଗ୍ୟବଶତଃ ସମ୍ମୁଖରେ ଉପସ୍ଥିତ ଧନକୁ ଭାଗ୍ୟ ଆଣି ହାତରେ ଦେଇଦିଏ ତଥାପି ସେଥିପାଇଁ ମଧ୍ୟ ଉଦ୍ୟମ କରିବା ଆବଶ୍ୟକ। କାକତାଳୀୟ ନ୍ୟାୟରେ ଅକସ୍ମାତ୍ ଭାଗ୍ୟବଶତଃ ସମ୍ମୁଖରେ ଉପସ୍ଥିତ ଧନକୁ ଭାଗ୍ୟ ଆଣି ହାତରେ ଦେଇଦିଏ ସେଥିପାଇଁ ମଧ୍ୟ ଉଦ୍ୟମ କରିବା ଆବଶ୍ୟକ। ଯିବାକୁ ପଡ଼ିବ। କେତେ କର୍ମଫଳ ମିଳିଥାଏ ସେଇ କର୍ମ ଫଳକୁ ମନୁଷ୍ୟ ଓ ପ୍ରାଣୀ ଭୋଗ କରିବାକୁ ବାଧ୍ୟ ହୋଇଥାଏ। ଯଦି ବା କର୍ମଫଳ ଏଇ ଜନ୍ମରେ ଭୋଗ କରିବା ସମ୍ଭବ ହୋଇପାରୁନି ତାହା ସଞ୍ଚିତ ହୋଇ ରହେ ଏବଂ ଆଗାମୀ ଜନ୍ମରେ ତାହା ଭୋଗ କରିବାକୁ ହୋଇଥାଏ ଯାହାକି ପ୍ରାରବ୍ଧ କର୍ମ କୁହାଯାଏ। ପ୍ରାରବ୍ଧ ଅତଏବ ମନୁଷ୍ୟ କୃତ କର୍ମଫଳ ନିଶ୍ଚୟ ମିଳିଥାଏ। ନିଜ କୃତ କର୍ମଫଳ ଭୋଗିବାର ଅବଧି 3 ମାସ 3 ମିନିଟ 3 ଦିନ 3 ମାସ 3 ବର୍ଷ 3 ଜନ୍ମ। ଏହି ସମୟରେ ହିଁ ପ୍ରାଣୀ ନିଶ୍ଚୟ କର୍ମଫଳ ଭୋଗ କରିଥାଏ। ମଣିଷ ନିଜ ନିଜ ଇଚ୍ଛା ଅନୁସାରେ କରିଥିବା କର୍ମରୁ ତଦନୁରୂପ ଫଳ ଲାଭ କରିଥାଏ। ଏହି ପ୍ରସଙ୍ଗରେ ଶ୍ରୀମଦ୍ ଭାଗବତ ଗୀତାର ନିମ୍ନ ଶ୍ଲୋକଟି ମଣିଷ ଇଚ୍ଛା ଅନୁସାରେ କର୍ମ ଲାଭ କରିଥାଏ। କର୍ମର କର୍ମଣି ବାଧିକାରସ୍ତେ ମା ଫଳେଷୁ କଦାଚନ। କର୍ମରେ ହିଁ ମନ ରଖ ଫଳ ପ୍ରତି ଚିନ୍ତା କର ନାହିଁ। ମଣିଷ ନିଜ ଇଚ୍ଛା ଅନୁସାରେ କରିଥିବା କର୍ମରୁ ତଦନୁରୂପ ଫଳ ପାଇଥାଏ। କୁମ୍ଭାର ମାଟି ପିଣ୍ଡୁଳା ଯାହା ସବୁ ଇଚ୍ଛା କରେ ସେସବୁ କରି ପକାଏ। ମାଟି ପିଣ୍ଡୁଳା କେତେବେଳେ ମାଠିଆ ଘୋଡ଼ା ଆଦି ଖେଳନା ସାମଗ୍ରୀ ରୋଷେଇ ପତ୍ର ଦୀପ ତିଆରି କରେ। ସେ କୁମ୍ଭାର କାର୍ଯ୍ୟ ତାର ଇଚ୍ଛା ଦିନ ସେପରି କୁମ୍ଭାର ମାଟି ପିଣ୍ଡୁଳାକୁ ଇଚ୍ଛା ମୁତାବକ ଆଣି ମଧ୍ୟବସ୍ତ କରେ ସେଭଳି ମନୁଷ୍ୟ ତାର ଇଚ୍ଛା ମୁତାବକ କୃତ କର୍ମ ଫଳ ଭୋଗ କରିଥାଏ। ଇଚ୍ଛା ଅନୁଯାୟୀ କାର୍ଯ୍ୟ ଫଳ ଯେଉଁ କୃତ କର୍ମ ଫଳ ଭୋଗ ହୋଇ ରହେନି ତା ଭବିଷ୍ୟତରେ ଫଳ ପ୍ରାପ୍ତିର ସମ୍ଭାବନା ରହିଛି ତା ସଞ୍ଚିତ କର୍ମର ଫଳ ଭୋଗ ହୋଇନି କିମ୍ବା ଭବିଷ୍ୟତରେ ଫଳ ପ୍ରାପ୍ତିର ସମ୍ଭାବନା ଅଛି ତା ସଞ୍ଚିତ କର୍ମ। ଏହି ଜନ୍ମରେ ଯେଉଁ ସବୁ କାର୍ଯ୍ୟ କରାଯାଉଛି ତାହା କ୍ରିୟମାଣ କର୍ମ। ପ୍ରାରବ୍ଧ କର୍ମ ତାପରେ ସଞ୍ଚିତ କର୍ମ। କ୍ରିୟମାଣ ମାନେ ଜନ୍ମ କାର୍ଯ୍ୟ କରାଯାଉଛି। ପ୍ରାରବ୍ଧ ମାନେ ପୂର୍ବଜନ୍ମ। ସଞ୍ଚିତ କର୍ମ ହେଉଛି ଫଳ ପ୍ରାପ୍ତିର ସମ୍ଭାବନା ରହିଛି ଭବିଷ୍ୟତ। ପୂର୍ବଜନ୍ମରେ କରାଯାଇଥିବା କର୍ମ ହିଁ ଏ ଜନ୍ମର ଭାଗ୍ୟ ବୋଲି କଥିତ ହୋଇଥାଏ। ଏବଂ ମନୁଷ୍ୟ ଆଳସ୍ୟ ତ୍ୟାଗ କରି କର୍ମାନୁଷ୍ଠାନରେ ଯତ୍ନ ହେଉଛି। ଯଥା ଗୋଟିଏ ଚକ୍ରରେ ରଥ ଯେପରି ଚାଲିପାରେନା ସେପରି ପୁରୁଷ ବିନା ଅଦୃଷ୍ଟ ଫଳ ମିଳିବା ଅସମ୍ଭବ। ପୁରୁଷ କାରଣ ଏହି ଚେଷ୍ଟାରେ କିଛି ଦୋଷ ଅଛି ବୋଲି ଭାବି ଆତ୍ମସମୀକ୍ଷା କରିନଥାଏ। ପୁନଃ ପ୍ରୟାସ କରି ସେହି କାର୍ଯ୍ୟରେ ସଫଳତା ଲାଭ କରିବା ପାଇଁ ନିଜକୁ ନିୟୋଜିତ କରିବାକୁ ହେବ। ଏହି ଚେଷ୍ଟା କିଛି ଦୋଷ ଅଛି ଭାବିକିରି ଆତ୍ମସମୀକ୍ଷା କରିବ ପୁଣି ପୁନଃ ପ୍ରୟାସ କରି ସେହି କାର୍ଯ୍ୟରେ ସଫଳତା ଲାଭ କରିବା ପାଇଁ ନିଜକୁ ନିୟୋଜିତ କରିବାକୁ ପଡ଼ିବ। ଭାଙ୍ଗି ନଯାଇ ପୁଣି ପ୍ରୟାସ କରିବ। ବିଦେଶର ପୁରୁଷ ସିଂହ ନିକଟକୁ ସବୁ ଲକ୍ଷ୍ୟ ଚାଲି ଆସିଛନ୍ତି। ଧନ ଭାଗ୍ୟରେ ଥିଲେ ମିଳିବ ଏପରି କାହା ପୁରୁଷ ଲୋକ ଭାବନ୍ତି।